ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଜାତୀୟ ଯକ୍ଷ୍ମା ନିରାକରଣରେ ସରକାରଙ୍କ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଦେଶରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ଆଗୁଆ ଚିହ୍ନଟ ଏବଂ ଚିକିତ୍ସା ନେଇ ଯକ୍ଷ୍ମା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଗତବର୍ଷ ଏ କ୍ଷେତ୍ରରେ ମିଳିଥିବା ସଫଳତାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ନିକଟରେ ସମଗ୍ର ଦେଶରେ ଅନୁଷ୍ଠିତ 100 ଦିନିଆ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ନିଷ୍କର୍ଷ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଯକ୍ଷ୍ମା ରୋଗ ସଂକ୍ରମଣ ଆଶଙ୍କା ନେଇ ଏହି ସମୟସୀମା ମଧ୍ୟରେ ସମଗ୍ର ଦେଶରେ 12,97 ଲକ୍ଷରୁ ଅଧିକ ଲୋକଙ୍କର ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 7,19,000 ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। 2,85,000 ଲୋକଙ୍କୁ ଯକ୍ଷ୍ମା ରୋଗର ଲକ୍ଷଣ ନେଇ ମଧ୍ୟ ଚିହ୍ନଟ କରାଯାଇଛି। ଏହି ସମୟସୀମା ମଧ୍ୟରେ 1 ଲକ୍ଷରୁ ଅଧିକ ନୂତନ ଅକ୍ଷୟ ମିତ୍ର ଅଭିଯାନରେ ସାମିଲ ହୋଇଥିବା ବୈଠକରୁ ଜଣାପଡ଼ିଛି। ଏହାକୁ ଏକ ଜନଭାଗିଦାରୀ ଅଭିଯାନରେ ପରିଣତ କରାଯାଇପାରିଛି। ଯକ୍ଷ୍ମା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅଧିକ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀମାନଙ୍କର ଚିକିତ୍ସା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ 2024 ମସିହାରେ ଯକ୍ଷ୍ମା ରୋଗ ସଂକ୍ରମଣ 18% ହ୍ରାସ ପାଇଥିବାର ଜଣାପଡ଼ିଛି। 2015ରୁ 2023 ମଧ୍ୟରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା 237ରୁ 195କୁ ହ୍ରାସ ପାଇଛି। ଯକ୍ଷ୍ମା ରୋଗ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ 21% ହ୍ରାସ ପାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ପ୍ରକାଶ ପାଇଛି। ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବା ଦିଗରେ ଏହା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆସନ୍ତା 2025 ସୁଦ୍ଧା ସମଗ୍ର ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯକ୍ଷ୍ମାରେ ମୃତ୍ୟୁ ହେଉଥିବା ଲୋକଙ୍କର ସଂଖ୍ୟା ଅଧିକ ରହିଥିବାରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏପରିକି ଏହି ପ୍ରତିଶ୍ରୁତିବଦ୍ଧତାର ସଫଳତା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି। ଗତ ଡିସେମ୍ବର ମାସ 7 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯକ୍ଷ୍ମା ରୋଗୀଙ୍କ ପାଇଁ ଚିକିତ୍ସା ସେବାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଏହାର ନିଦାନ ଦିଗରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା। ସମାଜର ଦୁର୍ବଳ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ସାମିଲ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ରହୁଥିବା ଲୋକ, ଅବହେଳିତ ସମ୍ପ୍ରଦାୟ, ମଧୁମେହ, HIV ଏବଂ ପୁଷ୍ଟିହୀନତା ଭଳି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ଏହି ଅଭିଯାନରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ବ୍ୟବସ୍ଥା ହୋଇଛି। ଆବଶ୍ୟକ ସ୍ଥଳେ ଯଥାଶୀଘ୍ର ଚିକିତ୍ସା ସେବା ପ୍ରଦାନ କରିବା ଏବଂ ଉନ୍ନତ ନିଦାନର ଉପଲବ୍ଧତାରେ ଅଧିକ ଉନ୍ନତି ଆଣିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। କୋଭିଡ୍ ମହାମାରୀ ପରେ ଜାତୀୟ ରଣନୀତିକ ଯୋଜନା 2017ରୁ 2025 ଅଭିଯାନ ମାଧ୍ୟମରେ ଯକ୍ଷ୍ମା ନିରାକରଣ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇଛି। ଯକ୍ଷ୍ମା ରୋଗୀଙ୍କ ଚିକିତ୍ସାରେ ଆଶାକର୍ମୀ, ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ, ଯକ୍ଷ୍ମା ବିଜେତା ଏବଂ ଅକ୍ଷୟ ସାଥୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ସରକାର 1 କୋଟି ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପାଖାପାଖି 2,781 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ଆକଳନ ଅନୁଯାୟୀ ଦେଶରେ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁର ପ୍ରମୁଖ କାରଣ ତମାଖୁ ବ୍ୟବହାର ଦ୍ୱାରା ହୋଇଥାଏ। 7.9% ଲୋକଙ୍କ ତମାଖୁ ବ୍ୟବହାର କାରଣରୁ ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇଥାଏ ବୋଲି ଆକଳନରୁ ଜଣାପଡ଼ିଛି। ତମାଖୁ ସେବନ ନିରାକରଣ ଅଭିଯାନ ଦ୍ୱାରା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶରେ ତମାଖୁ ବ୍ୟବହାରକାରୀଙ୍କର ସଂଖ୍ୟା ହ୍ରାସ ପାଇଛି। ତୃଣମୂଳ ସ୍ତରରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ, ନିଦାନ ଏବଂ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତୁ ଯକ୍ଷ୍ମା ରୋଗର ନିରାକରଣ ଦିଗରେ ସାମିଲ ହୋଇ ସରକାରଙ୍କ ପ୍ରତିବଦ୍ଧତାକୁ ସଫଳତା ପ୍ରଦାନ ଦିଗରେ ସଂକଳ୍ପବଦ୍ଧ ହେବା।